ଜୟ ମାତା ଦି। ଆଜି ଆମେ ଆପଣଙ୍କୁ ଶୁଣାଇବାକୁ ଯାଉଛୁ ପାହାଡ଼ବାଲି ମା ବୈଷ୍ଣୋଦେବୀଙ୍କର ଏପରି ଏକ ସତ୍ୟ ଚମତ୍କାର କାହାଣୀ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ଆଉ ମାତାରାଣୀଙ୍କ ପ୍ରତି ଥିବା ଆପଣଙ୍କ ବିଶ୍ୱାସ ଆହୁରି ଅତୁଟ ହୋଇଯିବ। କଥାଟି ତ୍ରିକୁଟା ପର୍ବତଠାରୁ ବହୁ ଦୂରରେ ଥିବା ଗୋଟିଏ ଛୋଟ ଗାଁର। ସେଠାରେ ରହୁଥିଲା ଜଣେ ଗରିବ ବିଧବା ମହିଳା। ନାଁ ତାର ଶାନ୍ତି। ତାର ଦୁନିଆ କହିଲେ କେବଳ ତାର 5 ବର୍ଷର ଛୋଟ ପୁଅ। ଶାନ୍ତିର ବହୁତ ଇଚ୍ଛା ଥିଲା ଥରେ କଟରା ଯାଇ ମା ବୈଷ୍ଣୋଦେବୀଙ୍କ ଗୁମ୍ଫାରେ ପିଣ୍ଡି ଦର୍ଶନ କରିବାକୁ, କିନ୍ତୁ ଅର୍ଥ ଅଭାବରୁ ତାହା ସମ୍ଭବ ନଥିଲା। ତଥାପି ନିଜ ଘର କୋଣରେ ଥିବା ମାଆଙ୍କର ଗୋଟିଏ ଛୋଟ ଫଟୋ ଆଗରେ ଦୀପ ଜାଳି ସେ ସବୁଦିନ ମାଆଙ୍କୁ ନିଜର ଦୁଃଖ ସୁଖ ଜଣାଉଥିଲା। ଦିନେ ରାତିରେ ହଠାତ୍ ଗାଁରେ ଏକ ଭୟଙ୍କର ବାତ୍ୟା ଆସିଲା। ବାହାରେ ଝଡ଼ ତୋଫାନ ଆଉ ପ୍ରବଳ ବର୍ଷା। ଠିକ୍ ସେହି ସମୟରେ ଶାନ୍ତିର ଛୋଟ ପୁଅକୁ ପ୍ରବଳ ଜ୍ୱର ହେଲା। ଦେହ ପୁରା ନିଆଁ ପରି ତାତୁଥାଏ ଆଉ ପିଲାଟି ଚେତା ହରାଇ ବସିଲା। ଘରେ ଔଷଧ ନାହିଁ କି ବାହାରକୁ ଯାଇ ବୈଦ୍ୟ ଡାକିବାକୁ ବାଟ ନାହିଁ। ଶାନ୍ତି ଉପାୟ ଶୂନ୍ୟ ହୋଇ ପୁଅକୁ କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଲା। ସେ ଦୌଡ଼ି ଯାଇ ମା ବୈଷ୍ଣୋଦେବୀଙ୍କ ଫଟୋ ଆଗରେ ଆଣ୍ଠେଇ ପଡ଼ିଲା। ହେ ଶେରାବାଲି ମା, ହେ ପାହାଡ଼ବାଲି ମାତା, ମୋ ପୁଅକୁ ବଞ୍ଚାଇ ଦିଅ। ଏହି ଗରିବର ଡାକ ଶୁଣ ମା। ଯଦି ଆଜି ମୋ ପୁଅର କିଛି ହୋଇଯାଏ, ତେବେ ମୁଁ ତୁମରି ଆଗରେ ପ୍ରାଣ ହାରିଦେବି ମା। ବାସ୍ ଏତିକି କହି ଠିକ୍ ସେତିକି ବେଳେ କବାଟରେ କେହି ଜଣେ ଠକ୍ ଠକ୍ କଲା। ଏତେ ରାତିରେ ଏହି ଭୟଙ୍କର ତୋଫାନ ଭିତରେ କିଏ ଆସିଲା? ଶାନ୍ତି ଯାଇ କବାଟ ଖୋଲିଲା। ଦେଖିଲା ତ ବାହାରେ ଜଣେ ଅପୂର୍ବ ସୁନ୍ଦରୀ କନ୍ୟା ଠିଆ ହୋଇଛନ୍ତି। ଜକଜକ ନାଲି ରଙ୍ଗର ଚୁନରି ଆଉ ମୁହଁରେ ଏକ ଅଦ୍ଭୁତ ଦିବ୍ୟ ତେଜ। ସେହି କନ୍ୟା ଜଣକ ବିନା କିଛି କହି ଘର ଭିତରକୁ ଆସିଲେ। ହସି ହସି ଶାନ୍ତିର ପୁଅ ପାଖରେ ବସିଲେ ଆଉ ନିଜ ପାଖରେ ଥିବା ଏକ ଛୋଟ ପୁଡ଼ିଆରୁ କିଛି ମାତାଙ୍କ ଭସ୍ମ ପାଉଁଶ କାଢ଼ି ପିଲାର ମୁଣ୍ଡରେ ଲଗାଇ ଦେଲେ। କନ୍ୟାଙ୍କର ପବିତ୍ର ସ୍ପର୍ଶ ପାଉ ପାଉ ଆଖି ପିଛୁଳାକେ ପିଲାର ଜ୍ୱର ଛାଡ଼ିଗଲା ଆଉ ସେ ମା ବୋଲି ଡାକି ଉଠି ବସିଲା। ଶାନ୍ତି ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ସେ ଖୁସିରେ କାନ୍ଦି ପକାଇଲା ଆଉ ଧନ୍ୟବାଦ ଜଣାଇବାକୁ ସେହି କନ୍ୟାଙ୍କ ପାଦ ତଳେ ପଡ଼ିଗଲା। କିନ୍ତୁ ଯେତେବେଳେ ସେ ମୁଣ୍ଡ ଉଠାଇଲା, ସେଠାରେ କେହି ନଥିଲେ। ସେ ଦିବ୍ୟ କନ୍ୟା କେଉଁଆଡ଼େ ଅଦୃଶ୍ୟ ହୋଇଯାଇଥିଲେ। କେବଳ ଘର ସାରା କର୍ପୂର ଏକ ଦିବ୍ୟ ବାସ୍ନା ଖେଳି ଯାଇଥିଲା ଆଉ ମାଆଙ୍କ ଫଟୋ ପାଖରେ ବୈଷ୍ଣୋଦେବୀଙ୍କ ଆଶୀର୍ବାଦ ସ୍ୱରୂପ ଗୋଟିଏ ନାଲି ଚୁନରି ଆଉ ମାତାଙ୍କ ଖଜଣାର ଗୋଟିଏ ସିକ୍କା ମୁଦ୍ରା ରଖାଯାଇଥିଲା। ବନ୍ଧୁଗଣ, ସେ କନ୍ୟା ଆଉ କେହି ନଥିଲେ। ସେ ଥିଲେ ସ୍ୱୟଂ ମାତା ବୈଷ୍ଣୋଦେବୀ, ଜଗତ ଜନନୀ। ସତରେ, ଯିଏ ନିଷ୍କପଟ ହୃଦୟରେ ମାତା ରାଣୀଙ୍କୁ ଡାକେ, ମା ଦୂରରୁ ପାହାଡ଼ରୁ ବି ଓହ୍ଲାଇ ଆସନ୍ତି ନିଜ ଭକ୍ତଙ୍କୁ ରକ୍ଷା କରିବାକୁ। ଆପଣଙ୍କର ବି ମା ବୈଷ୍ଣୋଦେବୀଙ୍କ ଉପରେ ବିଶ୍ୱାସ ଅଛି କି? ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଜୟ ମାତା ଦି।